ଏହି ନବରାତ୍ରି ପୂର୍ବରୁ ଏହି ତିନିଟି ଜିନିଷ ତୁରନ୍ତ ଆପଣଙ୍କ ଘରୁ ବାହାର କରିଦିଅନ୍ତୁ, ନହେଲେ ମାତା ଦୁର୍ଗାଙ୍କର କ୍ରୋଧିତ ରୂପକୁ ସାମ୍ନା କରିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା କ'ଣ ସେହି ତିନୋଟି ଜିନିଷ। କିନ୍ତୁ ଜାଣିବା ପୂର୍ବରୁ ହେ ମାତା ଦୁର୍ଗା, ଯିଏ ବି ତୁମର ଏହି ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ଜୟ ମାତା ଦି ଲେଖିବେ, ତାଙ୍କର ଏହି ନବରାତ୍ରିରେ ସମସ୍ତ ପ୍ରକାରର ମନୋବାଞ୍ଛାକୁ ପୂର୍ଣ୍ଣ କରିଦେବେ। ନମ୍ବର 1, ଯଦି ଆପଣଙ୍କ ଘରେ କୌଣସି ଦେବୀ ଦେବତାଙ୍କର ଚିରା ଫଟା ବା ଖଣ୍ଡିତ ମୂର୍ତ୍ତି ରଖି ପୂଜା କରୁଛନ୍ତି, ତ ତୁରନ୍ତ ଏହି ନବରାତ୍ରି ପୂର୍ବରୁ ତାହାକୁ ବାହାର କରିଦିଅନ୍ତୁ। ନମ୍ବର 2, ଯଦି ଆପଣଙ୍କ ଘରେ ଛିଣ୍ଡା ଚପଲ ବା ପୁରୁଣା ଜୋତା, ପୁରୁଣା ଘଡ଼ି, ପୁରୁଣା ଜାର ବା ପୁରୁଣା ପ୍ଲାଷ୍ଟିକ ଯାହା ବି ପୁରୁଣା ରଖିଛନ୍ତି ତାହାକୁ ତୁରନ୍ତ ଘରୁ ଏହି ନବରାତ୍ରି ପୂର୍ବରୁ ବାହାର କରିଦିଅନ୍ତୁ। ନମ୍ବର 3, ପୂଜା ଘରେ ଯେଉଁ ବି ଅଶୁଦ୍ଧ କପଡ଼ା, ଫୁଲ ବା ପୂଜା ସାମଗ୍ରୀ ରଖିଛନ୍ତି ତ ତାହା